ପରଦିନ ସନ୍ଧ୍ୟାରେ ଫୋନ୍ ଆସିଲା, ମୁଁ ଆଉ ଟେକିନି। ତାପରେ ଆଉ ଗୋଟେ ଅଧଘଣ୍ଟା ଖଣ୍ଡେ ପରେ ଆଉ ଥରେ କଲା ହ୍ୱାଟ୍ସଆପରେ। ଫୋନ୍ ଟେକିଲା ପରେ ସେ ଆକ୍ସେପ୍ଟ ଗାଳି କଲା। ଆଜି ଫାୟାରିଂ କରିଦିଅ ଅମକ କରିଦିଅ କହିଲା। କହିଲାରୁ ମୁଁ ଆଇଆଇସି କୁ ଜଣେଇଲି। ସେ ତା ନାଁ କଣ ଦେଇଛି ମୁଁ କହିଛି ଥାନାରେ ରିପୋର୍ଟ ଲେଖିଛି। କୁକୁର ନାଁ କଣ? କୁକୁର ନାଁ ନିଅନ୍ତୁ ନାହିଁ, ବୁଲା କୁକୁରଟା। ହେଲେ ରିପୋର୍ଟ ଦେଇଛି, ଯାହା ପୋଲିସ ଆକ୍ସନ ନେବେ। ଶତ୍ରୁତା ନାହିଁ, ସିଏ କିଛି ଲୋକ ସହିତ ପଡିକିରି ଆମର ଯିଏ ଏଗ୍ରିମେଣ୍ଟ ଅଛନ୍ତି ସେମାନଙ୍କ ସହିତ ପଲିଟିକାଲି ସବୁ ନାଟ ହଉଛି। ମୁଁ ଆଇଆଇସି କୁ ଜଣେଇଲା ପରେ ଆଇଆଇସି ରିପୋର୍ଟ ଦିଅ ବୋଲି କହିଲେ, କହିଲା ପରେ ରିପୋର୍ଟ ଦେଇଦେଇଛି ସେତିକି। ତାପରେ ଯାହା ଆକ୍ସନ ନେବେ ଆଉ। ଫୋନ ନମ୍ବର ଦେଇଛି ତାই ଲେଖିଛି ରିପୋର୍ଟରେ। ମୋର ନମ୍ବରଟା ଯୋଉଟା ମୁଁ ରେଗୁଲାର ୟୁଜ କରୁଛି ସେ ନମ୍ବରରୁ ଆସିଥିଲା ହ୍ୱାଟ୍ସଆପ କଲି। ସବୁ ଲିଖିତ ଆକାରରେ ଦେଇଛି ଥାନାରେ। କଣ ନାଁ ନେଲା କଣ ସବୁ ଯାହା ଲେଖିକି ଦେଇଛି ଯାହା ହେଇଛି ଘଟଣା। କଣ ମୁଁ ମୋର ରାଜନୀତି ଯେମିତି କରିବା କଥା ସୋସିଆଲ ୱାର୍କ ଯିଏ ଯୋଉଠି ଡାକିଲେ ଯାଉଛି ଆସୁଛି, ବୃକ୍ଷରୋପଣ ଏସବୁ ଚାଲିଛି। ହେଲେ ଅସହ୍ୟ ହେଇକିରି ଏସବୁ ଚାଲିଛି, ଏସବୁ ଅସହ୍ୟ। ହଁ ରେଗୁଲାର 7ଟା 3ଟା ଇଭେଣ୍ଟ ଥାଉଛି, ମୁଁ ଯାଇ ଆଟେଣ୍ଡ କରୁଛି। ମୋର ଫାର୍ମ ମୁଁ ଯାଉଛି, ଗୋଶାଳା ଅଛି ସେଇଠି, ମୁଁ ମୋର ସେଇଠି କାମ କରୁଛି। ଏଠି ଆସୁଛି ଅଫିସ କାମ, ଯିଏ ଯୋଉଟା ଆସିଲେ ଅଭିଯୋଗ ଯାହା ଆମ ଦ୍ଵାରା ଯେତିକି ହେଇପାରିବ ହେଲ୍ପ ସେତିକି କରୁଥିଲି। ଆଉ ସେତିକି ଭିତରେ ତାଇ ଅସହ୍ୟ ହଉଛନ୍ତି। ଦଣ୍ଡ କରିବା ପରେ ସେମାନେ ସବୁ ଲିଙ୍କ ରହିବାର ପଲିଟିକାଲ ଲିଙ୍କ ରହିଛନ୍ତି ଥିଲେ। ସେମାନଙ୍କର ବି ହାତ ଅଛି, ଗେଙ୍ଗ ହେଇ ସବୁ କରୁଛନ୍ତି ନାଟ। ପଲିଟିକାଲ ଲୋକ ମଧ୍ୟ କିଛି ଅଛନ୍ତି। ମୋ ଗାଡିରେ ବମ୍ ପକେଇବାକୁ ମଧ୍ୟ ସେମାନଙ୍କ ନାଁ ଦେଇଥିଲି କିଛି ଲୋକ ନା। ସେମାନେ ମଧ୍ୟ ଇନଭଲଭ ଅଛନ୍ତି ଏ ଭିତରେ। ଯାହା ଅଛନ୍ତି ମୁଁ ନାଁ ଦେଇନି। ଯାହା ମୋର ପୋଲିସ ଉପରେ ବିଶ୍ୱାସ ଇନକ୍ୱାରି କରନ୍ତୁ। ରିଆକ୍ସନ ନେବେ ଆଉ। ଜୀବନ ପ୍ରତି ବିପଦ ହେଲେ ଆଉ ସେଟା କିଛି ଡରିବାର ନାହିଁ। ଯୋଉଦିନ ଯାହା ହବ ହବ। ମୁଁ ମୋର ବୁଲୁଛି, ଆସୁଛି ଯାଉଛି। ପୋଲିସ ଉପରେ ବିଶ୍ୱାସ ଅଛି, ଆଇନ ଅଛି। ଆଇନ ହିସାବରେ ତାଙ୍କେ ଏବେ ଯାହା ଯାହା ଘଟଣା ହେଇଛି, ମତେ ଆକ୍ରମଣ ହେଇଛି 2 ଥର। ବୟାନ ରକ୍ଷା କରୁଛନ୍ତି, ପବ୍ଲିକ ର ଆଶୀର୍ବାଦ ଅଛି ଜନସାଧାରଣ ବ୍ରହ୍ମପୁରର। ଆଉ ମୋର କିଛି କ୍ଷତି ହେଇନି, ତା ଉପରେ ପୋଲିସ ସାଙ୍ଗେ ସାଙ୍ଗେ ଆକ୍ସନ ନେଇଛନ୍ତି। ଏବେ ବି ମୋର ବିଶ୍ୱାସ ଅଛି, ଏବେ ବି ନେବେ। କଲେ ଆଉ କଣ କରିବେ ଯେ ଆମେ। ଯାର ଫୋନ ରେ ଧମକ ହଉଛି, ଲୁଚିକି କିଏ ବମନି ପକେଇବ ହେଲା କଣ କିଛି ଆଉ ତାର କିଛି ଉପାୟ ନାହିଁ। ଆମେ ବୁଲିବା ଯିବା, ସକାଳୁ ଯାଇଥିଲି ଫାର୍ମ ହାଉସ ମୋର ଦିନେ ସ୍କୁଲ ଯାଇଥିଲି। ହଁ ପଲିଟିକାଲ ଯୋଉଠି ଡାକିଲେ ଯିବି ଏକା ହେଲା। ତାହିଁରେ କିଛି ଇଏ କରିବାର ନାହିଁ। ମୁଁ କାହିଁକି ମାଗିବି ସୁରକ୍ଷା, ପୋଲିସ ତାର ଆକ୍ସନ ନେବେ ତାଙ୍କ ଉପରେ। ମୁଁ ପୋଲିସ ଧରି କେତେଦିନ ବୋଲି ପୋଲିସ 2ଟା 3ଟା ଦିଅ ମତେ ଭୟ ଲାଗୁଛି। ରାଜନୀତି କରିପାରିବେ। ମୋ ସୁରକ୍ଷା ମୁଁ କରିଛି, ଅସୁବିଧା ନାହିଁ। ପୋଲିସ ଆକ୍ସନ ନିଅନ୍ତୁ।